ମହାତ୍ମା ଗାନ୍ଧୀ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ 1869 ମସିହାରେ ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ସେ ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରାକୁ ବିଶ୍ୱାସ କରୁଥିଲେ। ସେ ସତ୍ୟ ଓ ଅହିଂସାର ପଥକୁ ଅନୁସରଣ କରୁଥିଲେ। ସେ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଓ ଭାରତ ଛାଡ଼ ଆନ୍ଦୋଳନ ଆଦିରେ ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ଇଂରେଜ ଶାସନରୁ ମୁକ୍ତି ପାଇଥିଲା। ସମସ୍ତେ ତାଙ୍କୁ ବାପୁ ଓ ରାଷ୍ଟ୍ରପିତା ବୋଲି ସମ୍ମାନ କରନ୍ତି। ଜାନୁଆରୀ 30 ତାରିଖରେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ଜନ୍ମଦିନ ଅକ୍ଟୋବର 2 ତାରିଖକୁ ଭାରତରେ ଗାନ୍ଧୀ ଜୟନ୍ତୀ ଭାବରେ ପାଳନ କରାଯାଏ।